ମୋ ନାଁ ହେଉଛି ଅରକ୍ଷିତ ସେଠୀ। ଗ୍ରାମ କୁଲାଇଲ, ପୋଷ୍ଟ ଅଫିସ କୁଲାଇଲ। କୁଲାଇଲ ଇଡିଏସ୍ ବିଦ୍ୟାପୀଠରେ ମୁଁ ସଭାପତି ପଦ ପାଇଁ ନିର୍ବାଚିତ ହୋଇଛି ଅଛି। ଆଉ 13/7/2026 ମୁଁ ନିର୍ବାଚିତ ହେଲି। ହେଲା ପରେ ମୋତେ ବିଓ ମ୍ୟାଡ଼ାମ୍ ଏ ଯେଉଁ ଆମର ଗଲି ହେଡ୍ ମିସେସଙ୍କୁ କହିଲି ଆଜ୍ଞା ମୁଁ ଯେଉଁ ଜିତିଛି ମୋତେ ମୋର ରେଗୁଲେସନ୍ ଲେଟର୍ଟି ଦିଅନ୍ତୁ। ସେ କହିଲେ ତୁମେ 2 ଦିନ ପରେ ମୁଁ ଦେଇଦେବି। 2 ଦିନ ପରେ ଗଲା ପରକୁ ସେ ମ୍ୟାଡ଼ାମ୍ କହିଲେ ମୋର ଉପର ଅଧିକାରୀ ଅଫିସରଙ୍କୁ ମୁଁ ଦେଇଦେଇଛି। ମୁଁ ଯାଇ ବିଓ ମ୍ୟାଡ଼ାମଙ୍କ ପାଖରେ ପହଞ୍ଚିଲି। ବିଓ ମ୍ୟାଡ଼ାମ୍ ମୋତେ ପଚାରିଲେ ବାବୁ ତମ ନାଁ ଅରକ୍ଷିତ ସେଠୀ? ମୁଁ କହିଲି ଆଜ୍ଞା। ନା ତୁମେ କୁଲାଇଲ ହାଇସ୍କୁଲରୁ ସଭାପତି ପଦ ପାଇଛନ୍ତି? ମୁଁ କହିଲି ଆଜ୍ଞା। ନା ହଉ ଠିକ୍ ଅଛି, ମୁଁ 2-3 ଦିନ ପରେ ଆପଣଙ୍କ ଲେଟର୍ଟା ଆପଣଙ୍କ ହେଡ଼ମାଷ୍ଟରଙ୍କ ପାଖକୁ ପଠାଇଦେବି, ତାଙ୍କଠାରୁ ନେଇଯିବେ। ମୁଁ ଯେତେବେଳେ 2-3 ଦିନ ପରେ ହେଡ଼ମାଷ୍ଟରଙ୍କ ପାଖକୁ ଗଲି, ସେ କହିଲେ ମୋତେ ମ୍ୟାଡ଼ାମ୍ କିଛି ଦେଇନାହାନ୍ତି। ତାପରେ 2-3 ଦିନ ପରେ ମୁଁ ପୁଣି ଯାଇ ବିଓ ମ୍ୟାଡ଼ାମ୍ ପାଖରେ ପହଞ୍ଚିଲି। ବିଓ ମ୍ୟାଡ଼ାମ୍ କହିଲେ ଯେ ତୁମର ହେଡ଼ମାଷ୍ଟର ମୋତେ କିଛି ଦେଇନାହାନ୍ତି, ସେ ଦେଲେ ମୁଁ ପଠାଇବି। ଏମିତି କରିକି ମୋତେ 3-4 ଥର ଦୌଡ଼େଇଲେଣି କି ମୋତେ କିଛି ଦେଉନାହାନ୍ତି। କୌଣସି ପ୍ରକାର ରାଜନୀତି ଚକ୍କରରେ ହେଉ ବା କୌଣସି ବିଶୃଙ୍ଖଳା ଲୋକଙ୍କ ପ୍ରତି ଇଏ କରିକି ମୋତେ କୌଣସି ସେ ପଦରେ ବସାଇବା ପାଇଁ ଅଧିକାର ଦେଉନାହାନ୍ତି। ସେଥିରେ ଆଜ୍ଞା ମୁଁ ଦେଖୁଛି ଯେ ବୋଧେ ରାଜନୀତିର କିଛି ଚକ୍ରାନ୍ତ ରହିଛି। ମୋତେ 15 ଖଣ୍ଡ ଭୋଟରୁ ଆଜ୍ଞା ମୁଁ 8 ଖଣ୍ଡ ପାଇଥିଲି, ସେମାନେ 6 ଖଣ୍ଡ ପାଇଥିଲେ। ଗୋଟେ ଭୋଟ ନାକଚ ହୋଇଯାଇଛି। ତାଙ୍କୁ ଇନକ୍ୱାରି କରିକି ମୋ ଡିଏମ୍କୁ ରିପୋର୍ଟଟା ପଠାଇ ଦେଇଛି। କିନ୍ତୁ ଇଲେକ୍ସନ୍ ସେ ମ୍ୟାଡ଼ାମ୍ ସେଠି ହେଇଛି ନା ହେଇନି? ଇଲେକ୍ସନ୍ ତ ହେଇଛି, କିନ୍ତୁ ସେଠି କ'ଣ ଭୁଲ ତଥ୍ୟ କି ଠିକ୍ ଅଛି ମୁଁ ତ ଜାଣିନି। କିନ୍ତୁ ତଥାପି ଯାହା ରିପୋର୍ଟ ଆସିଛି ସେ ରିପୋର୍ଟ ଆଧାରରେ ମୁଁ ମୋ ଅଥରିଟିକୁ ପଠାଇ ଦେଇଛି। ଏଇଟା ମୁଁ ଆପ୍ରୁଭାଲ୍ କରିବିନି, ସେ ଡିଷ୍ଟ୍ରିକ୍ଟ ପଏଣ୍ଟରୁ ଡିପିସି କରିବ ତାଙ୍କର।